ଜୟ ଜଗନ୍ନାଥ। ଭଲ କଥାଟା ମନେ ରଖୁଛନ୍ତି। ଆଜି ଆଲୋଚନା କରିବା ବେଳ ହେଲାଣି ନିକଟ। ବେଳ କଣ ହେଲାଣି? ନିକଟ ହେଲାଣି। କିନ୍ତୁ ଅନ୍ଧ ସମାଜରେ ଏମିତି କହନ୍ତି ନା, ଅନ୍ଧ ରାଇଜ ବୋଲି ଦର୍ପଣ ହେଇଛି। ଦର୍ପଣ ବର୍ତ୍ତମାନ ସମୟ ହଉଛି ସେଇଆ। ଲୋକମାନେ ଜ୍ଞାନ କହନ୍ତି କିନ୍ତୁ ନିଜେ କର୍ମ ଠିକ କରନ୍ତି। ଜ୍ଞାନ ବୁଝାନ୍ତି କିନ୍ତୁ କର୍ମ ଠିକ ସମ୍ପାଦନ ନଥାଏ। ଆମେ ଦେଖୁଛୁ ଅନେକ ଗବେଷକ କୁହନ୍ତି କଳିଯୁଗ ସରିବ। କହିଲା ପରେ ଲୋକ ଯେତେବେଳେ ତାଙ୍କୁ ଇଆଡୁ ସିଆଡୁ କୁହନ୍ତି, ଫେର କୁହନ୍ତି ଆହୁରି 5,000 ବର୍ଷ ଅଛି। ମାନେ ଦି ମତରେ ସେ ଗୋଟେ କଥା କହିଥିବେ, ପୁଣି କିଛି ଦିନ ପରେ ନୋଟ କରିବେ ନା ଆହୁରି ଅଛି। ତାଙ୍କୁ ସେ ସବୁ ଲୋକ କଣ କହିବେ? ପାଗଳା କହିବେ। କାଲି ଗୋଟେ କଥା କହୁଥିଲା, ଆଜି କଣ ଗୋଟେ କଥା କହୁଥିଲା। ତମକୁ ଆମେ କହୁଛୁ ମନେ ରଖିଥାଅ, ଅନନ୍ତ ମାଧବଙ୍କର 52 ଅଙ୍କରୁ 58 ଅଙ୍କ ପର୍ଯ୍ୟନ୍ତ ସହାଲୀଳା, ଆଉ ବେଶୀ 56 ଅଙ୍କ ପର୍ଯ୍ୟନ୍ତ। ଏଟା କହିଥିଲି। ତଦନ୍ତେ କିଛି ଦିନ ଗଲା ପରେ ମୁକୁନ୍ଦ ଦେବଙ୍କର 12 ଅଙ୍କରୁ 42 ଅଙ୍କ ମଧ୍ୟ ଗୋଟେ ଲୀଳା। ବୁଝିପାରିଲ ନା? ବୁଝନ୍ତି? ଦିଟା ଟର୍ମରେ କଣ ହବ? ସମୟର ପରିବର୍ତ୍ତନ ଘଟିବ। ଅନନ୍ତ ମାଧବଙ୍କର 52ରୁ ମୁଖ୍ୟତଃ 56, 58 ଧର 56, ସେଆଡ଼ିକି ଆଉ ସେମିତି କିଛି ନାହିଁ। 19 ମସିହା ବାତ୍ୟା ହେଲା, ଲୋକଙ୍କୁ ଭୟ ଲାଗୁଥିଲା। ଏବେ ବାତ୍ୟା ହେଲା, କଣ ଭୟ ଅଛି? କୋଠା ହେଇଗଲାଣି। ସେମିତି ଲୋକ ସେତେବେଳେ ପିଠି ସିହଣିଆ ହେଇଯାଇଥିବେ, ଆଉ ସେ ଦିଟା ଅଙ୍କ କଣ ହବ? ତାଙ୍କର ଧୈର୍ଯ୍ୟ ଧରିବ, ସେ ମାନି ନେଇକି ପଳେଇବେ। 56 ପର୍ଯ୍ୟନ୍ତ ଭାରି ବିପଦ। ସେଟା ମୁକୁନ୍ଦ ଦେବଙ୍କ 12 ଅଙ୍କରୁ 42 ଅଙ୍କ ହେଲା। ଅନନ୍ତ ମାଧବଙ୍କ ଅଙ୍କରୁ 56 ଅଙ୍କରୁ ଆରମ୍ଭ ହବ କଣ? ଅନନ୍ତ ଯୁଗ। ଅନନ୍ତ ଯୁଗ ଆରମ୍ଭ ହେଇନି। ବହୁତ ଲୋକ କହୁଛନ୍ତି, ବ୍ୟକ୍ତି କହନ୍ତି ଆଲୋଚନା ଆରମ୍ଭ ହେଇଗଲାଣି। ଆରମ୍ଭ ହେଇନି। ଆମେ ଯାହାକୁ ପ୍ରମାଣ ଦେଖି କହୁଛୁ। ଯାଇଫୁଲ ମାଳିକାରେ ମହାପୁରୁଷ ଲେଖିଛନ୍ତି, ଜଗନ୍ନାଥ ଯେତେବେଳେ ଛତିଆ ଯିବେ, ମହାକୈବଲ୍ୟ ହାଟ ବସିବ, ଅନନ୍ତ ଯୁଗ ସେଇଠୁ ଆରମ୍ଭ ହବ। ବାଳ ମୁକୁନ୍ଦ ସଳିଆବ ଶେଷ ହବ, ସେଇଦିନ କଳିଯୁଗ ସମ୍ପୂର୍ଣ୍ଣ ହୋଇବ। ବର୍ତ୍ତମାନ ଗଜପତି ଅଛନ୍ତି ଦିବ୍ୟସିଂହ ଦେବ, ଆଙ୍କର ପରେ ହେବେ ବାଳ ମୁକୁନ୍ଦ ଦେବ। ମୁକୁନ୍ଦ ଦେବଙ୍କ 42 ଅଙ୍କ ହେଇଥିବ। ବୈଶାଖ ଶୁକ୍ଳ ଅଷ୍ଟମୀ ଗୁରୁବାର ଦିନ, ସେଇଦିନ କଳିଯୁଗ ହୋଇବ ସମ୍ପୂର୍ଣ୍ଣ। ସେଇଦିନ ସରିବ। ଯେପରି ଭାବରେ ଦ୍ୱାପର ଯୁଗରେ ଯେତେବେଳେ କୃଷ୍ଣ ତେଜିଲେ ମଇ 12 ଶତ କଳି ଭୋଗ ଥିଲା, ଦ୍ୱାପର ଯୁଗ ଥିଲା, କଳି କିଛି ଦିନ ଭୋଗ କରିଗଲା। ସେମିତି କଳି ଯୁଗ ଥିବ, ଅନନ୍ତ ଯୁଗ ପ୍ରବେଶ କରିବ। ହେଲା। କିନ୍ତୁ ସଂହାର ଲୀଳା 52 ଅଙ୍କରୁ ଆରମ୍ଭ। ଆଉ ଗୋଟେ କଥା ମନେ ରଖିଥା, ମୀନଶନି ଉପରେ ମହାପୁରୁଷ 2ଟା ମୀନଶନିକି ଲେଖିଛନ୍ତି। ଗୋଟାଏ ଗୁରୁବାର ପଡିବ ମୀନଶନି ଲେଖିଛନ୍ତି, ଗୋଟାଏ ଶନିବାର ପଡିବ ମୀନଶନି। ଗୋଟାଏ 52 ଅଙ୍କରେ ପଡିବ ଶନିବାର ବୋଲି କହିଛନ୍ତି। ଆଉ ଗୋଟେ ଲେଖିଛନ୍ତି କଣ? 32 ଆଗରୁ 34, ମୁକୁନ୍ଦ ଦେବଙ୍କ 32 ଅଙ୍କରୁ 34 ପର୍ଯ୍ୟନ୍ତ ଗୋଟେ ମୀନଶନି ପଡିବ ଗୁରୁବାର ବୋଲି। ହେଲା। ତେଣୁ ଠିକଣା ଗୋଟେ ସମୟ ମହାପୁରୁଷ ଲେଖିଛି। ଏଇଠାରୁ ବାବା ଟିକେ ହୁସିଆରି ହେଇଯାଏ। ବୁଝି ହଉଛି ନା?
गोटे भारी घड़ी सन्धि मुहूर्त किए लिखिले ठाकुर जगत गुरु अभिनव सुंदर लिखिले आज पदटी कଳି भागवत है कଳି भागवत पदटी आई कहले शुण तु मन नर साई भक्त को परीक्षा न थाई जोरा अंतर्निहित भक्त ताकर किसी परीक्षा नहीं कांटारिया भक्त अच्छी मो भक्त स्वराज्य करिवे विदेशी संघ कुते जीवे आम जो फुल पेंट पेंट सार्ट जो स्टाइल देखा बुझी हूँ बाहर आउ बर्तमान कौन हो रिंग रिंग सेरिमनी ना जो सब मेहंदी फेहंदी सब जो हो ये सब कटिज बापा और बेसी दिन नुह से हलदी नगे बाड़ुआ पानी गाधे समय आसूची मो भक्त माने हेले मेली अंतर होई जीव कली कहले जिते बड़े भक्त मेल हेबे से कली छाड़ी पड़े केबे ना बेदडा बेद बेल तो हेला निकट बेद डाणे जुगुअर बेल तो हेलाणी निकट ठाकुर अभिराम परमहंस कहते भक्त माने बेल निकट हो गलानी समय आसला ना बेद डाहाणे जुगुअर वेद बोलते 4 वेद बोलते 5 गुरु मार्ग वेद कहती 5 साधारण मार्ग हूँ के 4 बुझे ना तेणु 5 ने तार दक्षिण डाहाणे जुग 2 रखिले के 52 कहलो 52 को ठीक कर है पुणी अन्य हिसाब से नियो वेद को चल तुम नब 4 दादाने 2 दे 42 2टा अंक बाहर ना यदि 52 अंक धरा जाए अनंत माधव 52 अंक यदि 42 अंक धरा जाए कली कल्याधिता 42 अंक ए भूल कहली स्वर्ण 42 1442 कहने किशन दिवे 4 2 रे हेब खेल लो कोइली भकत होई जीवे मेल लो कोइली 4 2 रे हेब खेल भकत होई जीवे मेल 52 हो कि 42 बुझी हूँ ये जो अनंत माधव 52 अंक हो कि सन 1442 ये 2टा भितर जो दिन हेले गोटाए घटी कि एठी कहले 4 2 रे हेब खेल भकत हो देख 42 हेला केते हूँ 31 32 मसीहा आस ना नहीं इे 58 अंक भी से आस ये मन रखी था समय हूँ घड़ी सन्धि मुहूर्त चेतुआ पुरुष चेतव दियंता पुरुष मर जहाँ को मिठा भल से मिठा खाऊ जहाँ को पिता भल से पिता खाऊ जार कुरुमी हमार कथा कुरुमी हो जार कुरुमी मरियार कथा कुरुमी मरु जे जहाँ कर कह बोल आनंद हरि बोल से जगार सदिचा पूर्ण हो नारायण सदिचा पूर्ण हो बोल आनंद कहा हरि